କିଛି ଆମକୁ ଏଠି ଉତ୍ସାହିତ କରିଛନ୍ତି ଏବଂ ଆମର ଯେଉଁ ପ୍ରକାର ବାର୍ତ୍ତା ଆମର ପ୍ରଧାନ ମୁଖ୍ୟ ସଂରକ୍ଷକ ବନ ବିଭାଗର ମୁଖ୍ୟ ଏବଂ ବନ ସେବାର ମୁଖ୍ୟ ମଧ୍ୟ ବି ଉପସ୍ଥିତ ଥିଲେ। ତାଙ୍କ ଗ୍ରହଣରେ ଆମର ସବୁଠାରୁ ବରିଷ୍ଠ ସାର୍ ଥିଲେ, ଯାହାକୁ ବର୍ତ୍ତମାନ ବୟସ 92 ବର୍ଷରୁ ଉର୍ଦ୍ଧ୍ୱ। ବହୁତ ଖୁସି ଏବଂ ତାକୁ ମଧ୍ୟ ଆଜି ମାନପତ୍ର ସହ ଆମେ ସମ୍ମାନିତ କଲୁ। ସେ ବହୁତ ଖୁସି ଲାଗୁଛି ଯେହେତୁ ସାର୍ଙ୍କ ବୟସ ତୁଳନାରେ ତାଙ୍କର ଯେଉଁ ଆଦର୍ଶ ଆମକୁ ସମସ୍ତଙ୍କୁ ଅନୁପ୍ରାଣିତ କରୁଛି ଏବଂ ଅନୁଷ୍ଠାନ ପକ୍ଷରୁ ସଂଘ ତରଫରୁ ସାର୍ଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା କରିବା ସଙ୍ଗେ ସଙ୍ଗେ ମୋର କୃତଜ୍ଞତା ଜ୍ଞାପନ କରୁଛି। ସାର୍ଙ୍କୁ ମଧ୍ୟ ବି କହିବି, ସେ ମୋ ଗ୍ରହଣରେ ଉପସ୍ଥିତ ଅଛନ୍ତି, ସେ ମଧ୍ୟ ଆମର ସେବା ମାନେ ସମ୍ବନ୍ଧରେ କିଛି କହିବାକୁ ମୁଁ ତାଙ୍କୁ ଅନୁରୋଧ କରୁଛି। ଫରେଷ୍ଟ ଅଫିସରଙ୍କର ମିଟିଂଟା ହେଲା ପ୍ରଥମ ବାର୍ଷିକ ଉତ୍ସବ, ଏଇଟା ଗୋଟେ ଭାରି ଧନ୍ୟବାଦର ପାତ୍ର। ଏତେ ବର୍ଷ ସର୍ଭିସ୍ କରିକି ସେମାନେ ଏବେ ରିଟାୟାର୍ଡ ଜୀବନଯାପନ କରୁଛନ୍ତି ଆଉ ସମାଜ ପାଇଁ ସେମାନେ ବହୁତ କାମ କରୁଛନ୍ତି। ଫରେଷ୍ଟ ଆଉ ପରିବେଶ ଏସବୁ ରକ୍ଷା ପାଇଁ ସେମାନଙ୍କର ଅବଦାନ ବି ବହୁତ ଅଛି। ସେଥିପାଇଁ ତାଙ୍କୁ ସବୁ ବହୁତ ଧନ୍ୟବାଦ। ସେମାନେ ଆଜି ମୋତେ ମୋର 91 ବର୍ଷ ହେଲା, ତେଣୁ ଏଇଥିପାଇଁ ମୋତେ ସେମାନେ ଆଜି ସମ୍ବୋଧନ କରୁଛନ୍ତି। ଏଥିପାଇଁ ମୁଁ ବହୁତ କୃତଜ୍ଞ। ଆଉ ଆମର ଅଲ୍ ଇଣ୍ଡିଆ ଫରେଷ୍ଟ ଅଫିସର୍ସ ସମ୍ମିଳନୀ ଏଇ ଓଡ଼ିଶାରେ ହେବ, ମୁଁ ତାର ପ୍ରେସିଡେଣ୍ଟ ଅଛି। ଅଲ୍ ଇଣ୍ଡିଆରୁ ଏବେ ସବୁ ଆସିବେ। ଆମର ଭୁବନେଶ୍ୱର ଆଉ ପୁରୀ ଦୁଇଟା ଜାଗାରେ ଆମର ମିଟିଂ ହେବ। ଅଲ୍ ଇଣ୍ଡିଆରୁ ପ୍ରାୟ 250-300 ଲୋକ ସବୁ ଆସିବେ। ତାଙ୍କ ପାଇଁ ଆରେଞ୍ଜମେଣ୍ଟ କରାହେଇଛି। ଆଉ ଏଇ ରକମ ସବୁ ଆମର ରିଟାୟାର୍ଡ ଅଫିସର୍ସଙ୍କର ଆକ୍ଟିଭିଟି ଚାଲିଛି ସୋସାଇଟି ପାଇଁ କିଛି କରିବା ପାଇଁ। ଯାହା ହଉ ଆପଣମାନଙ୍କ ଜରିଆରେ ଆମର ଯାହା କାମ ସବୁ ଆମର ହେଉଛି ଆପଣଙ୍କ ଜରିଆରେ ଏସବୁ ଯାଉଛି। ତେଣୁ ଆପଣଙ୍କୁ ବହୁତ ଧନ୍ୟବାଦ। ଜୟ ବନ୍ଦେ ଉତ୍କଳ। ଆମର ରିଟାୟାର୍ଡ ଫରେଷ୍ଟ ଅଫିସର୍ସ ଓଡ଼ିଶାର ପ୍ରେସିଡେଣ୍ଟ ସଭାପତି, ଆଜି ଆମର ପ୍ରଥମ ବାର୍ଷିକ ଉତ୍ସବକୁ ଆମେ କରିଥିଲୁ। ଗତ ବର୍ଷ ଏହି ଦିନରେ ଆମର ଏଇ ଷ୍ଟେଟ୍ ଫରେଷ୍ଟ ଅଫିସର୍ସଙ୍କର ଆସୋସିଏସନ୍ ରିଟାୟାର୍ଡ ଫରେଷ୍ଟ ଅଫିସରଙ୍କ ପ୍ରତିଷ୍ଠା କରିଥିଲୁ। ଆଜି ଆମର ବନ ବିଭାଗର ମୁଖ୍ୟ ସିସିଏଫ୍ ଆସିଥିଲେ ଚିଫ୍ ଗେଷ୍ଟ ହିସାବରେ। ଆମେ ରିଟାୟାରମେଣ୍ଟ ପରେ ଆମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେ ସମସ୍ତ ବରିଷ୍ଠ ନାଗରିକ ସମସ୍ତଙ୍କର ଗୋଟେ ଷ୍ଟ୍ରେସ୍ ଫ୍ରି ଲାଇଫ୍ ରହିବା ଦରକାର। ତାହେଲେ ସମାଜ ବି ସେଥିପାଇଁ ସୁସ୍ଥ ରହିବ। ଆମେ ସୁସ୍ଥ ରହିଲେ ଏହାକୁ ଆଖି ଆଗରେ ରକ୍ଷା କରିବୁ। ତଥା ଦ୍ୱିତୀୟ ହେଲା ସେମାନଙ୍କର ଯେଉଁ ଅଭିଜ୍ଞତା, ଆଜିକି 40-50 ବର୍ଷର ସର୍ଭିସର ଯେଉଁ ଅଭିଜ୍ଞତା ବିଭିନ୍ନ କ୍ଷେତ୍ରରେ ମାଇଣ୍ଡ ଅଭିଜ୍ଞତା ଅଛି, ତାକୁ କେମିତି ଆମେ ପ୍ରତ୍ୟକ୍ଷ ଭାବରେ ବା ପରୋକ୍ଷ ଭାବରେ ବିଭାଗ ସହିତ ସହଯୋଗ କରିକି ଜନସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜନସାଧାରଣଙ୍କ ପାଖରେ ବୁଝେଇ ପାରିବୁ। ହେଲେ ଆମେ ଭାବିବୁ ଏ ବୟସରେ ଆମେ ସମାଜ ପାଇଁ କିଛି ଗୋଟେ ଆମେ ସେବା କରିପାରୁଛୁ। ଏଥିରେ ଆମର ବିଭାଗର ସହଯୋଗ ପାଇଁ ଆମେ PCCFକୁ ଅନୁରୋଧ କରିଛୁ। ତା ଛଡ଼ା ଆମର ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ଦୂର ଦୂରାନ୍ତରେ ଯେଉଁମାନେ ରହିଯାଇଛନ୍ତି, ରିଟାୟାର୍ଡ଼ ହୋଇଗଲେଣି, ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଅଛି, ସେମାନେ ଭୁବନେଶ୍ୱର ହେଡ଼୍ ଅଫିସ୍କୁ ଆସିପାରୁନାହାନ୍ତି। ସେମାନଙ୍କର ପର୍ସନାଲ୍ ସର୍ଭିସ୍ ମ୍ୟାଟର୍ ଗୁଡ଼ାକରେ ସେଗୁଡ଼ିକ କେମିତି ଟେକ୍ ଅଫ୍ ହେବ, PCCFଙ୍କ ପାଖରେ, ସେକ୍ରେଟାରୀଙ୍କ ପାଖରେ ତାକୁ ସବୁ କେମିତି କରାଯାଇପାରିବ, ସେଇଟା ମଧ୍ୟ ଆମର ଗୋଟେ ଉଦ୍ଦେଶ୍ୟ ଅଛି ରିଟାୟାରମେଣ୍ଟ ଫରେଷ୍ଟ ଆସୋସିଏସନ୍ର। ଆଉ ଅନ୍ୟାନ୍ୟ ଯାହା ପ୍ରୋବ୍ଲେମ୍ ଅଛି ଯେତିକି କରାଯାଇପାରିବ ଏ ବୟସରେ ସେତିକି ଆମେ କରିବାକୁ ଚେଷ୍ଟା କରିବୁ। ଆପଣମାନେ ଆମକୁ ଆସିଥିବାରୁ ଆଜି ଦିନରେ ବହୁତ ବହୁତ ଧନ୍ୟବାଦ। ରିଟାୟାର୍ଡ଼ ଲୋକ ସମସ୍ତେ ପଚାରନ୍ତିନି, ତଥାପି